5 ବର୍ଷ 7 ବର୍ଷ 10 ବର୍ଷ ହେଲାଣି ଏ ଚାହୁଳିଆ ଗଛ ଏମିତି ସବୁ ଲଗିଆ ଯାଇଥିଲା। ଆଉ ଠାକୁରଙ୍କ ପାଇଁକା କିଛିଟା ଫଳ ଫୁଲ ଏବଂ ଆଉ ସବୁଜ ପନିପରିବା ବି ଏଠାରେ ସବୁଜ ପନିପରିବା ଗଛ ବି ଲଗାଯାଇଅଛି। ଦେଖନ୍ତୁ ତଳୁଆ ଜାଗା ପାଣି ଘେର ଚିଲିକା କୂଳ ପାଣି ଘେରରେ ଏହି ମନ୍ଦିରଟି ଅବସ୍ଥିତ। ଆଉ ବେଳେବେଳେ ଏହା ଖରାଦିନ ଟାଇମରେ ଏମିତି ଶୁଖିଲା ରୁହେ, ଏହାର ଚାରିପାର୍ଶ୍ୱ ଶୁଖିଲା ରୁହେ ଏବଂ ବର୍ଷା ହେଲେ ଟିକିଏ ଲଘୁଚାପ ହେଲେ ପାଣି ପ୍ରାୟତଃ ମନ୍ଦିର ଭିତରେ ବି ପଶିଯାଏ। ମନ୍ଦିର ଭିତରେ ଆଣ୍ଠିଏ ଆଣ୍ଠିଏ ପାଣି ହୋଇଯାଏ। ଦେଖନ୍ତୁ ଇଏ ପାଣି କିଛି ନଥିଲା ଦର୍ଶକ ବନ୍ଧୁ, ଇଏ ପାଣି କିଛି ନଥିଲା। ଦେଖନ୍ତୁ ମୁଁ ଏବେ ମନ୍ଦିର ଦାଢ଼ର ପାର୍ଶ୍ୱରେ ପାଣିର ଭିତରେ ମୁଁ ଏବେ ଅଛି। ଦେଖନ୍ତୁ କେତେ କେତେ ପାଣି ଦର୍ଶକ ବନ୍ଧୁ। ଆଉ ଆପଣଙ୍କୁ ମୋର ଏହାର ଦେଖନ୍ତୁ ପାଣି କେତେ ମାତ୍ରାରେ ପାଣି ଲଘୁଚାପ ହେବା କାରଣରୁ ବର୍ଷା ହେବା କାରଣରୁ ପାଣି ବର୍ତ୍ତମାନ ମନ୍ଦିରର ଚାରିପାର୍ଶ୍ୱ ମୁଁ ଆପଣମାନଙ୍କୁ ଦେଖାଉଛି। ଆଉ ଦେଖନ୍ତୁ ପାଣି ପ୍ରାୟତଃ ଇଏ ପାଣି କିଛି ନେଇନଥିଲା। ଏ ଯେଉଁ ଖନ୍ଦା ବାଡ଼ଟି ହେଇଛି ଖନ୍ଦା ବାଡ଼ ବି ବୁଡ଼ି ନଥିଲା। ଏବେ ପ୍ରାୟ 3-4 ଦିନ 5 ଦିନ ପ୍ରାୟ ହେବ ପାଣି ଏତେ ମାତ୍ରାରେ ହେବାରୁ ଲଘୁଚାପ ଥିବା କାରଣରୁ ଆଉ ପାଣି ପୁରା ଫୁଲ୍ ହେଇକି ଏପର୍ଯ୍ୟନ୍ତ ମାଡ଼ି ଯାଇଛି। ମନ୍ଦିର ଭିତରକୁ ବି ପ୍ରବେଶ କରିଛି ପାଣି। ମୁଁ ଆପଣମାନଙ୍କୁ ଦେଖେଇବି ମନ୍ଦିରର ଦ୍ୱାର ଖୋଲିକି ଆପଣମାନଙ୍କୁ ଦେଖେଇବି ଠାକୁରଙ୍କୁ। ଦେଖନ୍ତୁ କେତେ ମାତ୍ରାରେ ବାଦଲ ଘେରି ଅଛି ଏହାର ଚାରିପାର୍ଶ୍ୱର ଭିଉ। ଦେଖନ୍ତୁ କେତେ ମାତ୍ରାରେ ମେଘ ପବନ ମାଡ଼ି ଯାଉଛି ଦର୍ଶକ ବନ୍ଧୁ। ମୁଁ ଏବେ ଅଧା ହେଇଗଲିଣି ଆଜ୍ଞା। ଆପଣମାନଙ୍କୁ ଜଲ୍ଦି ମନ୍ଦିରର ଦ୍ୱାର ଖୋଲିକି ଆପଣମାନଙ୍କୁ ଦେଖେଇ ଦେଉଛି। ଦେଖନ୍ତୁ ହେ ଭଗବାନ, ଓମ୍ ନମୋ ଭଗବତେ ବାସୁଦେବାୟ। ପ୍ରଭୁ କେତେ ପାଣି କେତେ ଜଳ ପ୍ରଭୁ। ଦେଖନ୍ତୁ ଦର୍ଶକ ବନ୍ଧୁ, ଦେଖନ୍ତୁ ମନ୍ଦିର ଭିତରେ ଶ୍ରୀ ଭଗବାନ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ସ୍ୱୟଂ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ସାନ୍ତାଣୀ ଜଗନ୍ନାଥ ଜଗତର ନାଥ ଜଗନ୍ନାଥ। ଦେଖନ୍ତୁ ମନ୍ଦିର ଚାରିପାର୍ଶ୍ୱରେ ମନ୍ଦିର ଭିତରର ଦୃଶ୍ୟ ଇଏ ଦର୍ଶକ ବନ୍ଧୁ। ଦେଖନ୍ତୁ କେତେ ମାତ୍ରାରେ ପାଣି ହେଇଛି। ପାଣି ଦେଖନ୍ତୁ ଏଠାରେ ଇଏ ତ କିଛି ମାତ୍ରାରେ ହେଇଛି, ଆଗକୁ ଏହା ଦେଖନ୍ତୁ ଏସବୁ ବହି ପୁରା ଠାକୁରଙ୍କର ସବୁ ସାମଗ୍ରୀ